ପ୍ରେମ ପାଇଁ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଯେଉଁ ଯୁବତୀକୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ ସେହି ଯୁବତୀଙ୍କ ସହିତ କୌଣସି କାରଣକୁ ନେଇ ହେଲା ମତାନ୍ତର। ତେଣୁ ନିଜର ମାନସିକ ଭାରସାମ୍ୟ ହରାଇ ଜୀବନ ହାରିବାକୁ ଉଦ୍ୟମ କରି ଅତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପ୍ରେମିକ ଯୁବକ। ଏପରି ଘଟଣା କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ମଝି ସାହିରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ତାଳବସ୍ତ ମଝି ସାହିର ନୌନିଧି ବାରିକଙ୍କ ପୁଅ ସୌମ୍ୟରଞ୍ଜନ ବାରିକ ଦୀର୍ଘ ଦିନ ଧରି ସେହି ସାହିର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ଆଜି ସାହିଠାରୁ କିଛି ଦୂରରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ତେଣୁ ସୌମ୍ୟରଞ୍ଜନ ନିଜ ମାନସିକ ଭାରସାମ୍ୟ ହରାଇ ବିଲିପଡ଼ା ତାରିଣୀ ଛକ ନିକଟରେ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ପରେ ସ୍ଥାନୀୟ ଲୋକମାନେ ଦୌଡ଼ି ଯାଇ ତାଙ୍କ ଦେହରୁ ନିଆଁ ଲିଭାଇବା ସହ ଗୁରୁତର ଅବସ୍ଥାରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଦେଖାଯାଇଛି। ପୁଅକୁ ଆପଣ କୋଉଠି ଧରିକି ଆସିଲେ? କଟକ ଜିଲ୍ଲା ପ୍ରତିନିଧି ରାଜେଶ କୁମାର ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।